ଏହି ପାଞ୍ଚଟି ପକ୍ଷୀ ଯଦି ଆପଣଙ୍କ ଘରକୁ ଆସନ୍ତି ଏବଂ ଆପଣଙ୍କ ଛାତ ଉପରେ ଯଦି ଆପଣମାନେ କିଛି ଖାଦ୍ୟ ରଖିଛନ୍ତି କିମ୍ବା ଜଳ ରଖିଛନ୍ତି ଚଢ଼େଇମାନଙ୍କର ଖାଇବା ପାଇଁ କିମ୍ବା ପିଇବା ପାଇଁ ଏବଂ ଯଦି ଏହି ପାଞ୍ଚଟି ପକ୍ଷୀ ସେହି ଜାଗାକୁ ଆସି ଖାଦ୍ୟ ଖାଆନ୍ତି ପାଣି ପିଅନ୍ତି ତେବେ ଆପଣମାନେ ଜାଣି ରଖନ୍ତୁ ଯେ ଆପଣଙ୍କର ଭାଗ୍ୟ ଖୁବ୍ ଶୀଘ୍ର ପରିବର୍ତ୍ତନ ହେବାକୁ ଯାଉଛି। ଖୁବ୍ ଶୀଘ୍ର ଆପଣଙ୍କୁ ସମସ୍ତ କ୍ଷେତ୍ରରେ ସଫଳତା ମିଳିବା ପାଇଁ ଯାଉଛି। ତା ସହିତ ଆପଣଙ୍କ ପାଖକୁ ଧନ ଆସିବାର ମାର୍ଗ ମଧ୍ୟ ଖୋଲିବାକୁ ଯାଉଛି। ଯେଉଁମାନେ ଋଣ କରଜରେ ଫସି ଯାଇଛନ୍ତି ସେମାନଙ୍କୁ ଋଣ କରଜରୁ ମୁକ୍ତି ମିଳିବାର ବାଟ ମଧ୍ୟ ମିଳିବା ପାଇଁ ଯାଉଛି। ସେଥିପାଇଁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଅବଶ୍ୟ ଦେଖନ୍ତୁ। ସମସ୍ତ ବିଷୟରେ ଆପଣମାନେ ଜାଣିବା ପାଇଁ ପାଇବେ। ନମସ୍କାର ଦର୍ଶକ ବନ୍ଧୁ, ଆଜିର ଏହି କ୍ଷୁଦ୍ର ଭିଡ଼ିଓରେ ଆପଣମାନଙ୍କୁ ସ୍ୱାଗତ। ଦର୍ଶକ ବନ୍ଧୁ ଦେଖନ୍ତୁ, ପଶୁପକ୍ଷୀ ମାନଙ୍କଠାରୁ ଆମକୁ ବହୁତ ଶୁଭ ଏବଂ ଅଶୁଭ ସଂକେତ ମିଳିଯାଇଥାଏ। ଆପଣମାନେ ଜାଣିଥିବେ ଯେପରି ଘରକୁ ଗୋମାତା ଆସିଲେ ବହୁତ ଶୁଭ ସଂକେତ ଆମକୁ ମିଳିଯାଇଥାଏ। ସେହିପରି ଏମିତି ବି କିଛି ପକ୍ଷୀ ଅଛନ୍ତି ଯେଉଁମାନେ ଆମ ଘରକୁ ଆସିବା ଦ୍ୱାରା ଶୁଭ ଏବଂ ଅଶୁଭ ସଂକେତ ଆମକୁ ମିଳିଥାଏ। ବିଶେଷ କରି ଯଦି ସେହି ପାଞ୍ଚଟି ପକ୍ଷୀ ଖାଦ୍ୟ ଖାଆନ୍ତି କିମ୍ବା ଜଳ ପିଅନ୍ତି ତେବେ ଆପଣମାନେ ଜାଣି ରଖନ୍ତୁ ଏହା ଆପଣମାନଙ୍କ ପାଇଁ ଏକ ଶୁଭ ସଂକେତ। ଦର୍ଶକ ବନ୍ଧୁ, ଯେମିତିକି ଆପଣମାନେ ଜାଣିଛନ୍ତି ଯେ ମନୁଷ୍ୟକୁ ବଞ୍ଚିବା ପାଇଁ କେବଳ ଖାଦ୍ୟ ଏବଂ ଜଳର ଆବଶ୍ୟକତା ନଥାଏ, ବରଂ ମଣିଷର ଚତୁଃପାର୍ଶ୍ୱର ପଶୁପକ୍ଷୀ ଗଛଲତା ଏବଂ ଅନେକ ସାରା ସୁଖ ଦୁଃଖକୁ ନେଇ ମଧ୍ୟ ମଣିଷ ବଞ୍ଚିଥାଏ। ସେଥିପାଇଁ ମଣିଷ ଜୀବନକୁ ବଞ୍ଚିବା ପାଇଁ ହେଲେ ବହୁତ ସାରା ଜିନିଷ ଆବଶ୍ୟକତା ହୋଇଥାଏ। ସେଥିପାଇଁ ଯଦି ଆପଣଙ୍କ ଛାତ ଉପରେ ରଖିଥିବା ଖାଦ୍ୟ ଏବଂ ପାଣିକୁ ସେହି ପାଞ୍ଚଟି ପକ୍ଷୀ ପିଅନ୍ତି କିମ୍ବା ଖାଆନ୍ତି ତେବେ ଆପଣ ଜାଣି ରଖନ୍ତୁ ଆପଣଙ୍କର ଯାହା ବି କିଛି ଋଣ କରଜ କରିଥିଲେ ତାହା ଖୁବ୍ ଶୀଘ୍ର ସୁଝିବା ପାଇଁ ଯାଉଛି। ଆଜ୍ଞା ହଁ ଦର୍ଶକ ବନ୍ଧୁ, ବହୁତ ଭାଗ୍ୟବାନ ହୋଇଥାନ୍ତି ସେହି ଲୋକମାନେ ଯେଉଁମାନଙ୍କ ଘରେ ଏହି ପାଞ୍ଚଟି ପକ୍ଷୀ ଖାଦ୍ୟ ଗ୍ରହଣ କରନ୍ତି କିମ୍ବା ଜଳକୁ ପିଇଥାନ୍ତି। କାହିଁକି ନା ମା ଲକ୍ଷ୍ମୀଙ୍କର ମଧ୍ୟ ଏହି ପାଞ୍ଚଟି ପକ୍ଷୀମାନଙ୍କ ଉପରେ ଆଶୀର୍ବାଦ ରହିଥାଏ। ଶାସ୍ତ୍ରରେ ମଧ୍ୟ ମାନ୍ୟତା ଅଛି ଯେ ଯେଉଁ ଘରକୁ ଏହି ପାଞ୍ଚଟି ପକ୍ଷୀ ଖାଦ୍ୟ ଗ୍ରହଣ କରନ୍ତି ଏବଂ ଜଳ ପିଅନ୍ତି ତେବେ ମା ଲକ୍ଷ୍ମୀଙ୍କର ବାସ ସେହି ଘର ଉପରେ ସଦାସର୍ବଦା ରହିଥାଏ। ତେବେ ଦର୍ଶକ ବନ୍ଧୁ, ଏବେ ଆସନ୍ତୁ ଜାଣିବା ସେହି ପାଞ୍ଚଟି ପକ୍ଷୀ ବିଷୟରେ। ଏହା ପୂର୍ବରୁ ଆପଣମାନଙ୍କୁ ଅନୁରୋଧ, ଭିଡ଼ିଓଟିକୁ ଲାଇକ୍ କରି କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ ଅବଶ୍ୟ ଲେଖିଦିଅନ୍ତୁ। ତେବେ ପ୍ରଥମ ପକ୍ଷୀଟି ହେଉଛି ନୀଳକଣ୍ଠ ପକ୍ଷୀ, ଯାହାକି ଆପଣମାନେ ସ୍କ୍ରିନ୍ ଉପରେ ଦେଖିପାରୁଛନ୍ତି। ଯଦି ଏହି ପକ୍ଷୀଟି ଆପଣଙ୍କ ଘରକୁ କୌଣସି ନା କୌଣସି ଦିନ ଖାଦ୍ୟ ଖାଇବା ପାଇଁ କିମ୍ବା ଜଳ ପିଇବା ପାଇଁ ପଳେଇ ଆସନ୍ତି କିମ୍ବା କୌଣସି ବି ସ୍ଥାନରେ ଏହି ଚଢ଼େଇଟି ଦେଖିଲେ ଆପଣଙ୍କ ପାଖରୁ ଯଦି ସିଏ କୌଣସି ଖାଦ୍ୟ ଗ୍ରହଣ କରେ ତେବେ ଆପଣମାନେ ଜାଣି ରଖନ୍ତୁ ଏହା ଆପଣଙ୍କ ପାଇଁ ଭାଗ୍ୟ ଉନ୍ନତିର ପୂର୍ବ ସଂକେତ। ଶାସ୍ତ୍ରରେ ମାନ୍ୟତା ଅଛି କି ଏହି ପକ୍ଷୀ ଉପରେ ମହାଦେବଙ୍କର ଆଶୀର୍ବାଦ ରହିଛି, ଯାହାକି ଏହି ପକ୍ଷୀଟି ଆପଣଙ୍କ ପାଖରୁ ଖାଦ୍ୟକୁ ଗ୍ରହଣ କରିବାର ଅର୍ଥ ହେଉଛି ମହାଦେବ ଆପଣଙ୍କ ଉପରେ କୃପା ଦୃଷ୍ଟି ବର୍ଷା କରିଲେ। ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ସେହିମାନେ ଯେଉଁମାନଙ୍କ ଛାତ ଉପରେ ଏହି ପକ୍ଷୀଟି ଖାଦ୍ୟ ଗ୍ରହଣ କରେ କିମ୍ବା ଜଳକୁ ଗ୍ରହଣ କରିଥାଏ। ଦର୍ଶକ ବନ୍ଧୁ, ଦ୍ୱିତୀୟ ପକ୍ଷୀଟି ହେଉଛି କାଉ। କାଉ ଗୋଟିଏ ଏମିତି ଏକ ପକ୍ଷୀ ଯିଏକି ସମସ୍ତଙ୍କଠାରୁ ଚତୁର ହୋଇଥାଏ। ତେବେ ଆପଣମାନେ ଜାଣି ରଖନ୍ତୁ ଯେ ଯଦି କୌଣସି ବି କାଉ ଆପଣଙ୍କ ପାଖରୁ କୌଣସି ଖାଦ୍ୟ ଗ୍ରହଣ କରନ୍ତି ତେବେ ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ସଂକେତ ଅଟେ। ହୁଏତ କିଛି ଲୋକଙ୍କ ସହିତ ଏପରି ବି ହୋଇଥିବ ଯଦି ଆପଣମାନେ କିଛି ଖାଦ୍ୟ ଜିନିଷ ଆପଣଙ୍କ ଛାତ ଉପରେ ରଖିଛନ୍ତି ଏବଂ ଆପଣ ଟିକିଏ ଅନ୍ୟମନସ୍କ ହୋଇଗଲେ ସେହି ସମୟରେ କାଉଟିଏ ତାକୁ ସାଙ୍ଗେ ସାଙ୍ଗେ ନେଇକରି ଉଡ଼ି ଯାଇଥାଏ। ଦର୍ଶକ ବନ୍ଧୁ, କାଉଟି ଅଚାନକ ଜିନିଷ ନେଇଯାଏ ସତ, କିନ୍ତୁ ଏହା ଆପଣଙ୍କ ପାଇଁ ଏକ ଶୁଭ ସଂକେତ ପ୍ରଦାନ କରିଥାଏ। ଦର୍ଶକ ବନ୍ଧୁ, ଆପଣମାନେ ଜାଣି ରଖନ୍ତୁ ଯେଉଁ ଘରେ ପ୍ରତ୍ୟେକ ଦିନ କାଉକୁ କିଛି ନା କିଛି ଖାଦ୍ୟ ଖାଇବା ପାଇଁ ଦିଆଯାଏ ସେହି ଘରେ ଅକାଳ ମୃତ୍ୟୁର ଭୟ ନଥାଏ। ଯେଉଁମାନେ ବି ପୂର୍ବରୁ କାଉମାନଙ୍କୁ କିଛି ନା କିଛି ଖାଦ୍ୟ ପ୍ରତ୍ୟେକ ଦିନ ଖାଇବା ପାଇଁ ଦେଉଛନ୍ତି ତେବେ ଆପଣମାନେ ଜାଣି ରଖନ୍ତୁ ଯେ ପିତୃପୁରୁଷମାନେ ଆପଣଙ୍କ ଉପରେ ସନ୍ତୁଷ୍ଟି ହେଉଛନ୍ତି। ଯେଉଁ ବି ବ୍ୟକ୍ତି କାଉକୁ କିଛି ନା କିଛି ଖାଦ୍ୟ ପ୍ରତ୍ୟେକ ଦିନ ଦେଇଥାଏ ତା ଜୀବନରୁ ଅକାଳ ମୃତ୍ୟୁର ଭୟ ଟଳି ଯାଇଥାଏ। ଯଦି ବି ଆପଣମାନେ ଶନିଦେବଙ୍କର କୃପାକୁ ପାଇବା ପାଇଁ ଚାହୁଁଛନ୍ତି
ତେବେ ମଧ୍ୟ ଆପଣମାନେ କାଉକୁ ସବୁଦିନ ଖାଇବା ପାଇଁ ଦିଅନ୍ତୁ। ଦର୍ଶକ ବନ୍ଧୁ, 3 ନମ୍ବର ପକ୍ଷୀଟି ହେଉଛି ଘରଚଟିଆ। ଘରଚଟିଆ ପକ୍ଷୀଟି ମଧ୍ୟ ଆପଣଙ୍କ ଘର ପ୍ରତି ଅତ୍ୟନ୍ତ ଶୁଭ ସଂକେତ ଅଟେ। ଯଦି ବି ଆପଣଙ୍କ ଛାତ ଉପରେ ଘରଚଟିଆଟେ ପ୍ରତ୍ୟେକ ଦିନ ଆସି ବସିଥାଏ, ତେବେ ଆପଣଙ୍କ ଘର ପ୍ରତି ଏହା ଏକ ଶୁଭ ସଂକେତ ଅଟେ। ଦର୍ଶକ ବନ୍ଧୁ, ଆପଣମାନେ ଲକ୍ଷ୍ୟ କରିଥିବେ ଯେ ଘରଚଟିଆମାନେ ଏବେ ବହୁତ କମ୍ ଦେଖିବାକୁ ମିଳୁଛନ୍ତି। କାହିଁକି ନା ପୂର୍ବରୁ ଯେଉଁମାନେ ଚାଳ ଛପର ଘର କରୁଥିଲେ, ସେମାନଙ୍କ ଘରେ ଘରଚଟିଆମାନେ ବସା ବାନ୍ଧି ରହିଯାଉଥିଲେ। ଯେହେତୁ ବର୍ତ୍ତମାନ ଆଉ ଚାଳ ଛପର ଘର ବିଶେଷ ଭାବରେ ନାହିଁ, ଠିକ୍ ସେହିପରି ସେହି ଘରଚଟିଆମାନେ ମଧ୍ୟ ଏବେ ବିଶେଷ ଭାବରେ ଦେଖାଯାଉନାହାନ୍ତି। ସେଥିପାଇଁ ଘରଚଟିଆମାନେ ପ୍ରାୟତଃ ବିଲୁପ୍ତ ହୋଇଗଲେଣି। ଯେଉଁମାନଙ୍କର ଭାଗ୍ୟ ଉଦୟ ହେବା ପାଇଁ ଯାଉଥିବ, ସେହିମାନଙ୍କୁ ହିଁ ଘରଚଟିଆଟି ଦେଖାଦେବାକୁ ଲାଗିଥାଏ। ଯଦି ବି କୌଣସି ଘରଚଟିଆଟି ଆପଣଙ୍କ ଘରେ ଆସି ତାର ବସା ବାନ୍ଧିଥାଏ, ତେବେ ଆପଣମାନେ ଜାଣି ରଖନ୍ତୁ ଯେ ଧନପ୍ରାପ୍ତିର ପୂର୍ବ ସଂକେତ ଆପଣଙ୍କୁ ମିଳିଗଲା। ସେଥିପାଇଁ ଯଦି ବି ଆପଣମାନେ ଘରଚଟିଆକୁ କିଛି ଖାଦ୍ୟ ଖାଇବା ପାଇଁ ଦେଉଛନ୍ତି, ତା ସହିତ ଯଦି ସେହି ଘରଚଟିଆଟି ଆପଣଙ୍କ ହାତରୁ ଖାଦ୍ୟକୁ ଗ୍ରହଣ କରିନେଲା, ତେବେ ଆପଣମାନେ ଜାଣି ରଖନ୍ତୁ ଯେ ଶୁଭ ସମୟ ଆପଣଙ୍କର ଆରମ୍ଭ ହୋଇଗଲା। କାହିଁକି ନା ପକ୍ଷୀମାନେ ସାଧାରଣତଃ ମଣିଷଙ୍କ ହାତରୁ ଖାଦ୍ୟକୁ ଗ୍ରହଣ କରନ୍ତି ନାହିଁ। ସେଥିପାଇଁ ଯଦି ଆପଣଙ୍କ ହାତରୁ ପକ୍ଷୀମାନେ ଖାଦ୍ୟ ଗ୍ରହଣ କରୁଛନ୍ତି, ତେବେ ଆପଣଙ୍କର ଭଲ ସମୟ ଆରମ୍ଭ ହୋଇଗଲା। କାହିଁକି ନା ଯଦି ଆପଣଙ୍କର କିଛି ଖରାପ ସମୟ ଭୋଗ କରିବାର ଥିବ, ତେବେ ଆପଣମାନେ ଯେତେ ଚେଷ୍ଟା କଲେ ମଧ୍ୟ କୌଣସି ବି ପକ୍ଷୀକୁ ଖାଦ୍ୟ ଦେଲେ ସେମାନେ କେବେ ବି ଆପଣଙ୍କ ହାତରୁ ଖାଦ୍ୟକୁ ଗ୍ରହଣ କରିବେନି। ଦର୍ଶକ ବନ୍ଧୁ, ଆପଣମାନେ ଜାଣି ରଖନ୍ତୁ ଯେ ଘରଚଟିଆଟି ଆପଣଙ୍କ ଘରକୁ ଆସିବାର ଅର୍ଥ ହେଉଛି ମା ଲକ୍ଷ୍ମୀ ଆପଣଙ୍କ ଘରେ ବିରାଜମାନ କରିବେ। ଦର୍ଶକ ବନ୍ଧୁ, 4 ନମ୍ବର ପକ୍ଷୀଟି ହେଉଛି ପାରା। ଯଦି ବି ପାରାଟିଏ ଆପଣଙ୍କ ଘରୁ ଆସି ଖାଦ୍ୟକୁ ଗ୍ରହଣ କରେ କିମ୍ବା ଆପଣଙ୍କ ଘରେ ବସା ବନେଇ ଦେଇଥାଏ, ତେବେ ଏହା ମଧ୍ୟ ଆପଣଙ୍କ ପାଇଁ ଶୁଭ ସଂକେତ ହୋଇଥାଏ। ଯଦି ବି ପାରାଟିଏ ଆପଣଙ୍କ ଘରେ ଆସି ତାର ବସା ବନାଏ, ତେବେ ଆପଣଙ୍କୁ ଏହା ମା ଲକ୍ଷ୍ମୀଙ୍କର ପୂର୍ବ ସଂକେତ ମିଳିଯାଇଥାଏ। ଦର୍ଶକ ବନ୍ଧୁ, ଯଦି ଆପଣ ବି ନିଜ ଘରେ ପାରାକୁ ବସା ବନାଉଥିବାର ଦେଖୁଛନ୍ତି, ତେବେ ଆପଣମାନେ ଗୋଟିଏ ସ୍ୱତନ୍ତ୍ର ଜାଗାରେ ତାର ବସାକୁ ବାନ୍ଧି ଦିଅନ୍ତୁ। ଯେପରିକି ଆପଣମାନେ ଦେଖିଥିବେ ଯେଉଁ ସ୍ଥାନରେ ପାରାମାନେ ବାସ କରନ୍ତି, ସେହି ସ୍ଥାନଟିକୁ ସେମାନେ ବହୁତ ଅପରିଷ୍କାର କରିଦିଅନ୍ତି। ସେଥିପାଇଁ ଆପଣମାନେ କ'ଣ କରିବେ ନା, ଯେଉଁ ସ୍ଥାନରେ ଆପଣଙ୍କର କୌଣସି ବି ଅସୁବିଧା ହେବ ନାହିଁ ଏବଂ ସେହି ଜାଗାଟି ଅପରିଷ୍କାର ହେବ ନାହିଁ, ସେହି ସ୍ଥାନରେ ହିଁ ଆପଣମାନେ ପାରା ପାଇଁ ଘରଟିଏ ନିଶ୍ଚୟ ବନାନ୍ତୁ। ଯାହାଦ୍ୱାରା ସେହି ପାରାଟି ତାର ବସା ମଧ୍ୟ ଆପଣଙ୍କ ଘରେ ବନାଇ ଦେବ, ଯାହାଦ୍ୱାରା ଲକ୍ଷ୍ମୀ ନାରାୟଣଙ୍କର ଆଶୀର୍ବାଦ ଆପଣଙ୍କ ପରିବାର ଉପରେ ସଦାସର୍ବଦା ରହିବ। ଦର୍ଶକ ବନ୍ଧୁ, ଯଦି ପାରାଟିଏ ଆପଣଙ୍କ ଘରେ ବସା ବାନ୍ଧୁ କିମ୍ବା ନ ବାନ୍ଧୁ, ଯଦି ପ୍ରତ୍ୟେକ ଦିନ ସେ ଆପଣଙ୍କ ହାତରୁ କିଛି ନା କିଛି ଖାଦ୍ୟ ଗ୍ରହଣ କରୁଛି, ତେବେ ତାହା ମଧ୍ୟ ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ବୋଲି ଶାସ୍ତ୍ରରେ ମାନ୍ୟତା ଅଛି। ଦର୍ଶକ ବନ୍ଧୁ, ଆପଣମାନେ ଦେଖିଥିବେ ବହୁତ ଜାଗାରେ ଏମିତି ବି ଲୋକ ଅଛନ୍ତି ଯେଉଁମାନେ ପ୍ରତ୍ୟେକ ଦିନ ବହୁତ ସାରା ଖାଇବାକୁ ପାରାମାନଙ୍କୁ ଦେଇଥାନ୍ତି। କାହିଁକି ନା ସେମାନେ ମଧ୍ୟ ଜାଣିଛନ୍ତି, ବିଶେଷ କରି ପକ୍ଷୀମାନଙ୍କୁ କିଛି ଖାଦ୍ୟ ଦେବା ଦ୍ୱାରା ମା ଲକ୍ଷ୍ମୀ ଏବଂ ନାରାୟଣ ପ୍ରସନ୍ନ ହୋଇଥାନ୍ତି, ଯାହାଦ୍ୱାରା ସେମାନଙ୍କର ମଧ୍ୟ ବହୁତ କିଛି ମଙ୍ଗଳ ହୋଇଥାଏ। ସେଥିପାଇଁ ଯେଉଁମାନେ ବି ଏହି ଭିଡ଼ିଓ ଦେଖୁଛନ୍ତି, ପ୍ରତ୍ୟେକ ଦିନ ପକ୍ଷୀମାନଙ୍କୁ କିଛି ନା କିଛି ଖାଦ୍ୟ ନିଜ ସକ୍ଷମ ଅନୁସାରେ ଖାଇବା ପାଇଁ ଦିଅନ୍ତୁ। ଆପଣମାନେ ଲକ୍ଷ୍ୟ କରିବେ, ଯେଉଁ ଦିନଠାରୁ ପାରାମାନେ ଆପଣଙ୍କ ଘରକୁ ଯିବା ଆସିବା ଲାଗି ରହିଥାଏ, ତେବେ ଆପଣମାନେ କିଛି ନା କିଛି ଶୁଭ ସଂକେତ ଖୁବ୍ କମ୍ ସମୟ ମଧ୍ୟରେ ପ୍ରାପ୍ତ କରିବେ। ଦର୍ଶକ ବନ୍ଧୁ, ଠିକ୍ ସେହିପରି ଯଦି ପେଚାଟିଏ ସକାଳୁ ସକାଳୁ ଆପଣଙ୍କ ଘର ଉପରେ ଆସି ବସିଯାଏ, ତେବେ ଏହା ମଧ୍ୟ ମା ଲକ୍ଷ୍ମୀଙ୍କର ଆଗମନ ବୋଲି ମାନାଯାଇଥାଏ। ଯଦି ବି ଏପରି ସଂଯୋଗ କେବେ ନା କେବେ ଆପଣଙ୍କ ସହିତ ଘଟିଥାଏ, ତେବେ ଏହା ମଧ୍ୟ ଲକ୍ଷ୍ମୀ ନାରାୟଣଙ୍କର ପୂର୍ବ ସଂକେତ ହୋଇଥାଏ ଆପଣଙ୍କର ଭାଗ୍ୟ ପରିବର୍ତ୍ତନ ହେବାକୁ ଯାଉଛି। କାହିଁକି ନା ସାଧାରଣତଃ ପେଚାମାନେ ପ୍ରତ୍ୟେକ ଲୋକମାନଙ୍କର ଘରକୁ ଯାଆନ୍ତି ନାହିଁ। ଅଚାନକ ଭାବରେ ସେମାନେ କୌଣସି ନା କୌଣସି ଘରକୁ ଚାଲିଯାଆନ୍ତି। କିନ୍ତୁ ଯଦି ଆପଣମାନେ ବି ନିଜ ଛାତ ଉପରେ ପେଚାକୁ ଦେଖିବା ପାଇଁ ପାଉଛନ୍ତି, ତେବେ ଆପଣମାନେ ଜାଣି ରଖନ୍ତୁ ଯେ ଆପଣଙ୍କର ଭଲ ସମୟ ଆରମ୍ଭ ହୋଇଗଲା। ଏବଂ ବିଶେଷ ଭାବରେ ଯଦି ସେହି ପକ୍ଷୀମାନେ ଆପଣଙ୍କ ଘରକୁ ଦିନବେଳେ ଆସନ୍ତି,
ତେବେ ଆପଣମାନେ ବି ଜାଣି ରଖନ୍ତୁ ଆପଣଙ୍କର ଧନଜନିତ ସମସ୍ୟା ସବୁଦିନ ପାଇଁ ଦୂର ହୋଇଯିବ। ଶାସ୍ତ୍ରରେ ମଧ୍ୟ ମାନ୍ୟତା ଅଛି ଯେ ପେଚା ହେଉଛି ମା ଲକ୍ଷ୍ମୀଙ୍କର ବାହନ। ଯଦି ବି ପେଚାଟିଏ ଆପଣଙ୍କ ଘରକୁ ପ୍ରବେଶ କରେ ତେବେ ସ୍ୱୟଂ ମା ଲକ୍ଷ୍ମୀ ଆପଣଙ୍କ ଘରେ ବାସ କରନ୍ତି। ଦର୍ଶକ ବନ୍ଧୁ, ଆଉ ଗୋଟିଏ କଥା ଆପଣମାନେ ଜାଣି ରଖନ୍ତୁ, ଯଦି ବି କୌଣସି ବି ପେଚା ରାତି ସମୟରେ ଆପଣଙ୍କ ଘରକୁ ପ୍ରବେଶ କରେ ତେବେ ଏହା ଆପଣମାନଙ୍କ ପାଇଁ ଅଶୁଭ ସଂକେତ ହୋଇଥାଏ। ଦର୍ଶକ ବନ୍ଧୁ, ଯଦି ବି ଏହି 5ଟି ପକ୍ଷୀ ଆପଣଙ୍କ ଘରକୁ ପ୍ରତିଦିନ ଆସନ୍ତୁ କିମ୍ବା ଅଚାନକ ଭାବରେ ଆପଣଙ୍କ ଘରକୁ ଚାଲି ଆସନ୍ତି ତେବେ ଆପଣମାନେ ଜାଣି ରଖନ୍ତୁ ଯେ ବହୁତ ଶୀଘ୍ର ଆପଣଙ୍କ ଭାଗ୍ୟରେ ପରିବର୍ତ୍ତନ ହେବା ପାଇଁ ଯାଉଛି। ଦର୍ଶକ ବନ୍ଧୁ, ଏବେ ଆସନ୍ତୁ ଜାଣିବା ଏମିତି କିଛି ପକ୍ଷୀ ବିଷୟରେ ଯେଉଁ ପକ୍ଷୀ ଆପଣଙ୍କ ଘରକୁ ଆସିବା ଦ୍ୱାରା ଆପଣଙ୍କର ସର୍ବନାଶ ହୋଇଥାଏ। ଯଦି ଆପଣଙ୍କ ଘରକୁ ବାଦୁଡ଼ିଟିଏ ପ୍ରତ୍ୟେକ ଦିନ ଆସିବା ପାଇଁ ଲାଗେ ତେବେ ଆପଣ ଜାଣିଯାଆନ୍ତୁ ଯେ ଆପଣଙ୍କ ଘରେ କିଛି ନା କିଛି ସମସ୍ୟା ଦେଖାଦେବାକୁ ଯାଉଛି। କାହିଁକି ନା ବାଦୁଡ଼ିଟିଏ ଆପଣଙ୍କ ଘରକୁ ଆସିବାର ଅର୍ଥ ହେଉଛି ଆପଣଙ୍କ ଘରେ ନକାରାତ୍ମକ ଶକ୍ତିର ସଞ୍ଚାର ହେବା। ଦର୍ଶକ ବନ୍ଧୁ, ଏହା ଥିଲା 5ଟି ପକ୍ଷୀମାନଙ୍କ ବିଷୟରେ ଆପଣମାନଙ୍କ ପାଇଁ କିଛିଟା ସୂଚନା। ଯଦି ଆପଣମାନଙ୍କୁ ଭିଡ଼ିଓଟି ଭଲ ଲାଗିଥାଏ ଭିଡ଼ିଓକୁ ଲାଇକ୍ କରି କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ ଅବଶ୍ୟ ଲେଖିଦିଅନ୍ତୁ ଏବଂ ଭିଡ଼ିଓକୁ ବହୁମାତ୍ରାରେ ସେୟାର କରନ୍ତୁ। ଆଜି ପାଇଁ ରହୁଛି, ନମସ୍କାର।